ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ସପ୍ତାହରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପ୍ରଭାବରେ ଆସନ୍ତା ସପ୍ତାହର ଶେଷ କିମ୍ବା ପରବର୍ତ୍ତୀ ସପ୍ତାହରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବର୍ଷା ହୋଇପାରେ। ଏନେଇ ପୂର୍ବାନୁମାନ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକଲ୍ସ। ସେହିପରି ଆଜି ସପ୍ତାହରେ ଦକ୍ଷିଣ ଚୀନ ସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟିର ହୋଇପାରେ ବୋଲି କହିଛନ୍ତି ଜାସନ ନିକଳ୍ପ। ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାକୁ ଅଗ୍ରସର ହେବା ପରେ ନିଷ୍କ୍ରିୟ ରହିଛି। ଚଳିତ ସପ୍ତାହରେ ଏହାର ଅଗ୍ରଗତି ନେଇ ମଧ୍ୟ କୌଣସି ସମ୍ଭାବନା ନାହିଁ। ଫଳରେ ଚଳିତ ବର୍ଷ ସୌର ମୌସୁମୀ ଆସିଥିଲେ ମଧ୍ୟ ପୂର୍ବ ଭଳି ଜୁନ୍ 10 ପରେ ବା ରଜ ବେଳକୁ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି। କିନ୍ତୁ ଆସନ୍ତାକାଲି ଯାଏ ରାଜ୍ୟ କିଛି ଜିଲ୍ଲାରେ ବିଜୁଳି ଏବଂ ଘଡ଼ଘଡ଼ି ହୋଇପାରେ। ଆଜି ଏନେଇ 14 ଜିଲ୍ଲାକୁ ଜେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ବିଜୁଳି ଏବଂ ଘଡଘଡି ପାଇଁ 11 ଜିଲ୍ଲାକୁ ଜେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଅନ୍ୟପଟେ ଉତ୍ତର ପୂର୍ବ ରାଜ୍ୟରେ ଜାରି ରହିଛି ବର୍ଷା ତାଣ୍ଡବ। ଆଜି ଦିଲ୍ଲୀରେ ବର୍ଷା ସହ ଘଡଘଡି ହୋଇପାରେ। ସେହିପରି ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।